ଲକ୍ଷ୍ମଣ ଭାଇ ଜାନକୀ ସ୍ୱାମୀ ଏବେ ଯେ ଭରତ ଶତ୍ରୁଘ୍ନ ଅଯୋଧ୍ୟାକୁ ଫେରିଗଲେ ତାଙ୍କ ଫେରିବା ବାଟକୁ ମା ମାନେ ମୋର ଅନାଇ ବସିଥିବେ। ଭାବିଥିବେ ଭରତ ଶତ୍ରୁଘ୍ନ ଅରଣ୍ୟ ମଧ୍ୟକୁ ଛୁଟି ଯାଇଛନ୍ତି। ନିଶ୍ଚୟ ରାମକୁ ଅରଣ୍ୟ ମଧ୍ୟରୁ ରାଜ୍ୟକୁ ଫେରାଇ ଆଣି ଯେତେବେଳେ ଭରତ ଶତ୍ରୁଘ୍ନକୁ ଏକୁଟିଆ ଦେଖିଥିବେ ନିଶ୍ଚୟ ମର୍ମାହତ ହୋଇଥିବେ ମା ମାନେ ମୋର। ଲକ୍ଷ୍ମଣ ଆମେ ମାନେ ପ୍ରାୟ ପିତୃ ସତ୍ୟ ପାଳନ କରି 14 ବର୍ଷ ପାଇଁ ଅରଣ୍ୟକୁ ଆସିଛୁ। ଯଦି ଅରଣ୍ୟରୁ ଅଯୋଧ୍ୟାକୁ ଫେରିଯିବା ତେବେ କଣ ପିତୃ ସତ୍ୟରେ ବାଧା ସୃଷ୍ଟି ହେବ ନାହିଁ କି ଲକ୍ଷ୍ମଣ? ସେ ନୁହଁ କଣ ସ୍ୱାମୀ, ମା ମାନଙ୍କ ମନରେ ଧାରଣା ଥିବ ଭରତ ଶତ୍ରୁଘ୍ନ ବୋଧେ ରାମକୁ ଫେରାଇ ନେଇ ଆସିବେ। ସେ ଯେତେବେଳେ ଅଯୋଧ୍ୟାରେ ପହଞ୍ଚିଥିବେ ମା ମାନେ ସେମାନଙ୍କୁ ପଚାରିବେ ରାମ କଣ ଆସିଲା ନାହିଁ? ସତ୍ୟରେ ସ୍ୱାମୀ କେତେ ବିକଳ ହେବେ ମା ମାନେ। ଦୈବ ଲିଖନକୁ କିଏ କଣ ଆନ କରିପାରିଲାଣି ସ୍ୱାମୀ? ଭାଇ ଏ ତ ବିଧିର ବିଧାନ। ଯେଉଁ ରାମଚନ୍ଦ୍ର ରାତି ପାଇଥିଲେ ଅଯୋଧ୍ୟାରେ ଦଣ୍ଡଧାରୀ ପୂଜା ପାଇଥାନ୍ତେ ସେ ଆଜି ବନର କଣ୍ଟା ଝଟାମୟ ପାଦଚାଲା ରାସ୍ତାରେ ଘୁରି ବୁଲୁଛନ୍ତି। ବନ୍ୟ ଈଶ୍ୱରଜନ୍ତୁ ମାନକ ଗ୍ରହଣୀୟ ରାତ ଯାପନ କରୁଛନ୍ତି। ସେମାନେ ଫେରି ଯାଇ ଅଯୋଧ୍ୟାରେ ପ୍ରଜା ପାଳନ କରନ୍ତୁ। କୈକେୟୀ ମାତାଙ୍କ ଅଭିଳାଷ ପୂରଣ ହଉ। ଏଥିରେ ଆମମାନେ ଚିନ୍ତା କରିବା ଆବଶ୍ୟକ ନାହିଁ। ଜାନକୀ ସ୍ୱାମୀ ସେମାନେ ତ ଫେରିଗଲେଣି। ଚାଲ ଏଇ ଆଗରେ ଅତ୍ରିମୁନିଙ୍କ ଆଶ୍ରମ। ଅତ୍ରିମୁନିଙ୍କ ଆଶ୍ରମକୁ ଯାଇ ଅତ୍ରିମୁନିଙ୍କୁ ଦର୍ଶନ କରି ଏ ଜୀବନ ଧନ୍ୟ କରିବା। ତେବେ ଚାଲନ୍ତୁ ପ୍ରଭୁ, ମୁନି ଋଷିଙ୍କୁ ଦର୍ଶନ ସାରି ଜୀବନ ଧନ୍ୟ କରିବା। ଅଯୋଧ୍ୟାରେ ଥିଲେ ରାଣୀ ଅନ୍ତପୁରେ ହେ ମୁନି ଋଷି ମାନଙ୍କର ଦର୍ଶନ କେଉଁଠୁ ମିଳିଥାନ୍ତା? ହେ ବନକୁ ଆସିବାରୁ ସେ ସୌଭାଗ୍ୟ ଆମ୍ଭମାନଙ୍କୁ ମିଳୁଛି ସ୍ୱାମୀ, ସେ ସୌଭାଗ୍ୟ ଆମ୍ଭମାନଙ୍କୁ ମିଳୁଛି। ତେବେ ଆସ ଜାନକୀ, ତେବେ ଚାଲନ୍ତୁ ଆସ ସ୍ୱାମୀ। ଲକ୍ଷ୍ମଣ। ଚାଲନ୍ତୁ ଭାଇ। ଯୋଗବେଳେ ଜାଣୁଅଛୁ ଆସୁଛନ୍ତି ପ୍ରଭୁ ରାଜୀବ ଲୋଚନ ମୋର ଆଶ୍ରମକୁ। ଏଇ ତ ଆସିଗଲେଣି। ହେ ମୁନି ଶ୍ରେଷ୍ଠ, ଆମ୍ଭମାନଙ୍କର ପ୍ରଣାମ ଗ୍ରହଣ କରନ୍ତୁ। ତୁମର ମଙ୍ଗଳ ହେଉ। ମୁନିମଣି, ଏଇ ଆସିବା ପଥରେ
ଆପଣଙ୍କ ଆଶ୍ରମ ନିକଟରେ ଜଣେ ବୁଧା ତପସ୍ୱୀ ବସିଛନ୍ତି। ସିଏ କିଏ ତାଙ୍କୁ ଆମେ ଚିହ୍ନି ପାରିଲୁ ନାହିଁ। ଦୟାକରି ତାଙ୍କ ପରିଚୟ ପ୍ରଦାନ କରନ୍ତୁ ମୁନିମଣି। ରାମଚନ୍ଦ୍ର, ସେ ହେଉଛନ୍ତି ମୋ ସ୍ତ୍ରୀ ଅନୁସୂୟା। ପୂର୍ବେ 10 ବର୍ଷ କାଳ ଅନାବୃଷ୍ଟି ହୋଇଥିଲା ଏହାଙ୍କ ଯୋଗୁଁ। ଏ ବନରେ ଫଳମୂଳ ପରିପୂର୍ଣ୍ଣ ହୋଇଥିଲା। ଯିଏ ଗଙ୍ଗାକୁ ଆଣି ଏ ମୁନି ଋଷିମାନଙ୍କର ଜୀବନ ବଞ୍ଚାଇଥିଲେ, ଯିଏ ଗୋଟିଏ ରାତ୍ରକୁ 7 ରାତ୍ର କରିଥିଲେ, ଏସବୁ ତାଙ୍କରି ଯୋଗୁଁ ସମ୍ଭବ ହୋଇପାରିଥିଲା। ଏବେ ମୁଁ ତାଙ୍କୁ ଡାକି ଦଉଛି, ତୁମେ ତାଙ୍କର ଦର୍ଶନ କର। ଅନୁସୂୟା, ଅନୁସୂୟା। ମା ଆମମାନଙ୍କର ପ୍ରଣାମ ଗ୍ରହଣ କରନ୍ତୁ। ତୁମମାନଙ୍କର ମଙ୍ଗଳ ହେଉ। ଦେଖ ଅନୁସୂୟା, ଏ ହେଉଛନ୍ତି ଅଯୋଧ୍ୟା ରାଜା ଦଶରଥଙ୍କର ପୁତ୍ର ରାମ ଏବଂ ଲକ୍ଷ୍ମଣ। ଏମାନେ ପିତୃସତ୍ୟ ପାଳନ କରି 14 ବର୍ଷ ପାଇଁ ବନକୁ ଆସିଛନ୍ତି। ଦୁଷ୍ଟ ରାକ୍ଷସ ମାନଙ୍କୁ ବିନାଶ କରି ଯୋଗୀମାନଙ୍କର ଜାଗରକ୍ଷା କରିବା ସହିତ ଆଉ ଏ ମହିରେ ଧର୍ମ ସ୍ଥାପନା କରିବେ। ଆଉ ଇଏ ହେଉଛନ୍ତି ମା ପଦ୍ମାଳୟା, ନର ରୂପରେ ଜନ୍ମଗ୍ରହଣ କରି ସୀତା ନାମ ଧାରଣ କରିଛନ୍ତି। ଯାଅ ଅନୁସୂୟା, ସୀତାଙ୍କୁ ସାନ୍ତ୍ୱନା ଦେଇ ତୁମର ମନ କଥା ଜଣାଅ। ମା ସୀତା, ତୁମେ ବଡ଼ ଭାଗ୍ୟବତୀ। ସ୍ୱଜନ ବାନ୍ଧବ ଛାଡ଼ି ଆଜି ତୁମେ ପତିଙ୍କ ସହିତ ବନକୁ ଚାଲି ଆସିଛ। ପତି ହିଁ ପରମ ଦେବତା। ସେ ରାଜନଗରରେ ଥାନ୍ତୁ କିମ୍ବା ବନରେ, ସେ ତୁମ ସପକ୍ଷରେ ହୁଅନ୍ତୁ ଅବା ବିପକ୍ଷରେ, ସତୀ ନାରୀମାନେ ସଦାସର୍ବଦା ସ୍ୱାମୀମାନଙ୍କର ସେବା କରୁଛନ୍ତି। ଆଉ ଇହକାଳ ପରକାଳର ମୁକ୍ତିଦାତା ହେଉଛନ୍ତି ସ୍ୱାମୀ। ତୁମେ ଆଜି ବନରେ ବୁଲୁଛ ବୋଲି କେବେ ହେଲେ ମନରେ ଏ ଭାବନା ଆଣିବ ନାହିଁ। ତୁମେ ଯାହାର ହାତ ଧରିଛ, ଇଏ ସଚରାଚର ବିଶ୍ୱବ୍ରହ୍ମାଣ୍ଡ ତାଙ୍କରି ଠାରୁ ଜାତ ହୋଇଛି। ତୁମେ କ'ଣ ତୁମକୁ ଚିହ୍ନି ପାରୁନ? କିନ୍ତୁ ମୁଁ ତୁମକୁ ଚିହ୍ନି ପାରୁଛି। ତୁମେ ହେଉଛ ମା ବରୁଣ କୁମାରୀ ପଦ୍ମାଳୟା, ଆଉ ଇଏ ତୁମର ଦେବର ହେଉଛନ୍ତି ଶେଷ ଦେବ। ତେଣୁ ତୁମର ଦୁଃଖ ଗୋଟାଏ କ'ଣ? ମାଗ ମା, ଆଜି ତୁମେ ଯେଉଁ ବର ମାଗିବ ମୁଁ ତାକୁ ନିଶ୍ଚୟ ପ୍ରଦାନ କରିବି। ମା, ଆପଣଙ୍କ ଆଶୀର୍ବାଦ ହିଁ ଏକମାତ୍ର କାମ୍ୟ। ଅନ୍ୟ କିଛି ନାହିଁ ପ୍ରୟୋଜନ ମା, ସୀତା, ଅନ୍ୟ କିଛି ନାହିଁ ପ୍ରୟୋଜନ। ଏତିକି ମିନତି ମୋହର, ଆହେ ମାତାଜୀ ମୋର, କର ଆଶୀର୍ବାଦ ସୀତାକୁ, ବିନତି ମୋର। বনরে ঘটাইল কল্যাণ
କିଛି ଲୋଡ଼ା ନାହିଁ ଯେ ମାତ ତୁମ୍ଭ ପାଶର ନିବାସ ଜଣାଉ ଅଛି ଯେ ମାତ ଯୋଡ଼ିଣ କର ମା ମା ଆପଣଙ୍କ ଆଶୀର୍ବାଦ ହିଁ ଏକମାତ୍ର କାମ୍ୟ ମା ଅନ୍ୟ କିଛି ନାହିଁ ପ୍ରয়োଜନ ମା ସୀତା ତୁମ୍ଭ ଲୋଭ ଶୂନ୍ୟ ବାକ୍ୟ ମୁହିଁ ଶୁଣି ଆନନ୍ଦ ଲାଗୁଛି ଆଜି ନ ପାରୁଛି ଜାଣି ସୀତା ନ ପାରୁଛି ଜାଣି ଶୁଣ ମା ସ୍ୱର୍ଗରେ ବ୍ରହ୍ମା ଯଜ୍ଞ କରୁଥିଲେ ଆଚାର୍ଯ୍ୟ ଗଣରେ ସେହୁ ନିମନ୍ତ୍ରଣ କଲେ ସୀତା ନିମନ୍ତ୍ରଣ କଲେ ସେହୁ ଯଜ୍ଞରେ ଯେ ମୁନି ଆଚାର୍ଯ୍ୟ ହୋଇଣ କରିଲେଟି ଯଜ୍ଞ ସେହୁ ସମାପନ ପୂର୍ଣ୍ଣ ସୀତା ସମାପନ ପୂର୍ଣ୍ଣ ବ୍ରହ୍ମା ଖୁସି ହୋଇ ଏକ ପାଟ ବସ୍ତ୍ର ଦେଲେ ଅମ୍ଳାନ ବସ୍ତ୍ରଟି ଏହା ନାମ ଦେଇଥିଲେ ସୀତା ନାମ ଦେଇଥିଲେ ଏହାକୁ ଅଗ୍ନି ମଧ୍ୟରେ ପରେ ପଖାଳନ ନ ରହିବ ଶୁଚିଏ ନିବାସର ଗିର ସୀତା ନିବାସର ଗିର ସ୍ୱର୍ଗରେ ଯେତେବେଳେ ବ୍ରହ୍ମା ଯଜ୍ଞ କରିବାକୁ ବାହାରିଥିଲେ ସେତେବେଳେ ମୋ ପତିଙ୍କୁ ନିମନ୍ତ୍ରଣ କରିଥିଲେ। ପତି ସେହି ଯଜ୍ଞରେ ଆଚାର୍ଯ୍ୟ ହୋଇ ଯଜ୍ଞ ସମାପନ କରିବାରୁ ବ୍ରହ୍ମା ତାଙ୍କ ଉପରେ ଖୁସି ହୋଇ ଏକ ପାଟବସ୍ତ୍ର ଦାନ କରିଥିଲେ। ପତି ଯଜ୍ଞରୁ ଫେରିବା ପରେ ଉକ୍ତ ଅମ୍ଳାନ ବସ୍ତ୍ରଟି ମୋତେ ସମର୍ପଣ କଲେ। ମୁଁ ଆଜି ପର୍ଯ୍ୟନ୍ତ ତାକୁ ସାଇତି ରଖିଛି,
କେବେ ହେଲେ ବ୍ୟବହାର କରିନି। ଏହି ଅମ୍ଳାନ ବସ୍ତ୍ର ଅଗାଧ ମହିମା, ଏହା କେବେ ହେଲେ ମଳିନ ହୁଏ ନାହିଁ। ଯଦି କେବେ ମଳିନ ହୁଏ ତେବେ ଏହାକୁ ଅଗ୍ନିରେ ପ୍ରକ୍ଷାଳନ କଲେ ଏହା ତାର ନୂଆ ରୂପ ଫେରି ପାଇଥାଏ। ନିଅ ମା, ଏହି ଅମ୍ଳାନ ବସ୍ତ୍ର ଖଣ୍ଡିଏ ମୁଁ ତୁମକୁ ଅର୍ପଣ କରୁଛି। ଦିଅ ମା, ଆପଣଙ୍କ ଋଣ ମୁଁ ଜନ୍ମ ଜନ୍ମତରେ ସୁଝି ପାରିବିନି। ମତେ ଖାଲି ଏତିକି ଆଶୀର୍ବାଦ କରନ୍ତୁ, ମୁଁ ଯେପରି ସ୍ୱାମୀଙ୍କର ସେବା କରି 14 ବର୍ଷ ବନବାସ କଟାଇ ପୁଣି ଅଯୋଧ୍ୟାକୁ ଫେରି ଯାଇ ସୁଖରେ ସଂସାର କରିବି ମା, ସୁଖରେ ସଂସାର କରିବି। ଏବେ କୁହନ୍ତୁ ମୁନିମଣି, କେଉଁ ଅରଣ୍ୟରେ କୁଟୀର ନିର୍ମାଣ କରି ରହିଲେ ଆମେମାନେ ଉପଯୁକ୍ତ ଖାଦ୍ୟପାନୀୟ ପାଇପାରିବୁ? ରାମଚନ୍ଦ୍ର, ଏଇ ଦେଖ, ମୁନି ଋଷିଙ୍କର ଶିଷ୍ୟମାନେ ଏଇ ପଥ ଦେଇ ଦଣ୍ଡକାରଣ୍ୟକୁ ଯାଉଛନ୍ତି। ତୁମେ ସେମାନଙ୍କ ସଙ୍ଗରେ ଯାଅ କି ସେ ତୁମକୁ ବାଟ ବଣାଇ ଦେବେ। ତେବେ ଆମକୁ ବିଦାୟ ଦିଅନ୍ତୁ ମୁନିମଣି। ତୁମର ମଙ୍ଗଳ ହେଉ। ତେବେ ଆସ ଲକ୍ଷ୍ମଣ, ଆସ ଜାନକୀ। ତୁମ ଇଚ୍ଛା ପୂର୍ଣ୍ଣ ହେଉ ପ୍ରଭୁ, ତୁମ ଇଚ୍ଛା ପୂର୍ଣ୍ଣ ହେଉ।